ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନର ଫଳାଫଳ ଆସିଛି ଏବଂ ଏହି ଉପନିର୍ବାଚନର ଫଳାଫଳ ସାରା ଭାରତର ରାଜନୀତି ପାଇଁ ଗୋଟେ ନିର୍ଣ୍ଣାୟକ ମୋଡ଼ ହେବାକୁ ଯାଉଛି। କାରଣ ଏହି ନିର୍ବାଚନରେ 20,000ରୁ ଅଧିକ ଭୋଟ ବ୍ୟବଧାନରେ ପ୍ରଶାନ୍ତ କିଶୋର ଜନସୁରାଜ ପାର୍ଟିର ପ୍ରତିଷ୍ଠାତା ଏବଂ ଭାରତର ବେଶ ଚର୍ଚ୍ଚିତ ଇଲେକ୍ସନ ଷ୍ଟ୍ରାଟେଜିଷ୍ଟ ସେଠି ଜିତିଛନ୍ତି। ପ୍ରଶାନ୍ତ କିଶୋର ଜିତିବା ବଡ଼ କଥା ନୁହେଁ। ବାଙ୍କିପୁରରେ ନିର୍ବାଚନ ହାରିଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ନିତିନ ନବୀନ। 2008 ମସିହାରେ ବାଙ୍କିପୁର ନିର୍ବାଚନ ମଣ୍ଡଳୀ ଗଠନ କରାଗଲା। ତା ପୂର୍ବରୁ ଯେତେବେଳେ ବାଙ୍କିପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନଥିଲା, ସେଠି ନିତିନ ନବୀନଙ୍କର ବାପା ବାରମ୍ବାର ଜିତୁଥିଲେ। 30 ବର୍ଷ ଧରିକିରି ସେଇ ସମାନ ଅଞ୍ଚଳରେ ସମାନ କ୍ଷେତ୍ରରେ ଭାରତୀୟ ଜନତା ପାର୍ଟି କେବେ ବି 60%ରୁ କମ୍ ଭୋଟ ପାଇନାହିଁ। 30 ବର୍ଷ ଧରିକିରି ବାଙ୍କିପୁର ନିର୍ବାଚନ ମଣ୍ଡଳୀକୁ କୁହାଯାଉଥିଲା ଭାରତୀୟ ଜନତା ପାର୍ଟିର ଦୁର୍ଗ। ସେ ଦୁର୍ଗର ଆଜି ପତନ ଘଟିଛି। ଖୋଦ୍ ବିଜେପିର ରାଷ୍ଟ୍ରୀୟ ସଭାପତି ଯେଉଁ ଆସନରୁ ଇସ୍ତଫା ଦେଇକରି ରାଜ୍ୟସଭାକୁ ଆସିଥିଲେ, ସେଇ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେଉଛି, ଉପନିର୍ବାଚନ ହେଉଛି ଏବଂ ସେଇଠି ବିଜେପି ଚିତପଟାଙ୍ଗ ମାରୁଛି। ତେଣୁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ହାରିଛନ୍ତି। ଆପଣମାନେ କହିପାରନ୍ତି ସେ ତ ନିର୍ବାଚନ ଲଢୁ ନଥିଲେ। ଆଜ୍ଞା, ସେ ନିର୍ବାଚନ ଲଢୁ ନଥିଲେ, କିନ୍ତୁ 30 ବର୍ଷ ଧରିକିରି ନିତିନ ନବୀନଙ୍କର ଗଡ଼ ବୋଲିକିରି କୁହାଯାଉଥିବା ବାଙ୍କିପୁରରେ ପ୍ରଶାନ୍ତ କିଶୋର ବାଜି ମାରିନେଲେ। ଖାଲି ପ୍ରଶାନ୍ତ କିଶୋର ବାଜି ମାରି ନାହାନ୍ତି, ମଧ୍ୟପ୍ରଦେଶର ଦତିଆ ଆସନ, ଯୋଉଟା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ଏବଂ ଯିଏ ଗୋଟେ ସମୟରେ ବହୁତ ବଡ଼ ଦମଦାର ବିଜେପି ନେତା ଥିଲେ ନରୋତ୍ତମ ମିଶ୍ର, ତାଙ୍କର ନିର୍ବାଚନ ମଣ୍ଡଳୀ ଥିଲା ଏବଂ ସେଇ ନିର୍ବାଚନ ମଣ୍ଡଳୀରେ ସେଠି ଯେ କଂଗ୍ରେସ ପ୍ରାର୍ଥୀ ଜିତିଥିଲେ ତାଙ୍କୁ ସେଠି ଅଯୋଗ୍ୟ ଘୋଷଣା କରିଦିଆଗଲା। ନରୋତ୍ତମ ମିଶ୍ର ଭାବୁଥିଲେ ଯେ କଂଗ୍ରେସ ପ୍ରାର୍ଥୀ ସେଠି ଅଯୋଗ୍ୟ ଘୋଷଣା ହେଲା ପରେ ଉପନିର୍ବାଚନ ହବ, ନରୋତ୍ତମ ମିଶ୍ର ଜିତିକିରି ଆସିବେ। ନରୋତ୍ତମ ମିଶ୍ରଙ୍କୁ ବିଜେପି ଟିକେଟ ଦେଲା ନାହିଁ। ସେଠି ମଧ୍ୟ ବିଜେପି ପରାଜୟ ବରଣ କଲା। କେବଳ ଗୋଟିଏ ଜାଗା ଗୁଜରାଟରେ ବିଜେପିର ମୁହଁ, ବିଜେପିର ଲାଜ ଟିକେ ବଞ୍ଚି ଯାଇଛି। ନଚେତ ମଧ୍ୟପ୍ରଦେଶ ଏବଂ ବିହାରରେ ଯୋଉ ଜେଏନଜି ଆନ୍ଦୋଳନ ସିଧାସଳଖ ଭାବରେ ଭାରତୀୟ ଜନତା ପାର୍ଟିର ବାସ୍ତୁଗୁଣୁ ହୁଇଆ କରିଦେଇଛି। ଆଜିକାଲି ଜେଏନଜି ଗୋଟେ ନୂଆ ଶବ୍ଦ ବାହାର କରିଛନ୍ତି, ବାସ୍ତୁଗୁଣୁ ହୁଇଆ। ଭାରତୀୟ ଜନତା ପାର୍ଟି ସମ୍ପୂର୍ଣ୍ଣ ଭାବରେ ବାସ୍ତୁଗୁଣୁ ହୁଇଆ ହେଇଯାଇଛି। ତାଙ୍କର ଖାତା ଖତିଆନ ହଜିଯାଇଛି। ଯୋଉ ନିର୍ବାଚନ ମଣ୍ଡଳୀରୁ ସେମାନେ ଗୋଟେ ସମୟରେ 30,000 40,000 ଭୋଟରେ ଜିତୁଥିଲେ, ସେଇ ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ସେମାନେ ଆଜି 20,000ରୁ ଅଧିକ ଭୋଟରେ ହାରିଛନ୍ତି ଏବଂ ଏ ହାରିବାର ଏକମାତ୍ର କାରଣ ହେଉଛି ଭାରତୀୟ ଜନତା ପାର୍ଟିର ଛାତ୍ର ବିରୋଧୀ ଯୁବ ବିରୋଧୀ ରାଜନୀତି। ଆଜି ଭାରତୀୟ ଜନତା ପାର୍ଟି ଭାବୁଛି ଯେ ନେରେଟିଭ ଜରିଆରେ ଯେକୌଣସି ପ୍ରକାରର ଗୋଟେ ନେରେଟିଭ ତିଆରି କରିକିରି ଆମେ ନିର୍ବାଚନ ଜିତିଯିବୁ, ସରକାର ଆମର, ଶାସନ ଆମର, ନିର୍ବାଚନ କମିଶନ ଆମର, ଯାହା ଯେମିତି ଚାହିଁବୁ ଆମେ ଯେତେବେଳେ ଚାହିଁବୁ ନିର୍ବାଚନ ଜିତିଯିବୁ। ଆଜି ଭାରତର ଜେଏନଜି ଖାଲି ଯନ୍ତର ମନ୍ତରରେ ବିଜେପିକୁ ହରାଇ ନାହାନ୍ତି, ସେମାନେ ବାଙ୍କିପୁରରେ ଏବଂ ଦତିଆରେ ମଧ୍ୟ ବିଜେପିକୁ ହରାଇଛନ୍ତି। ବାଙ୍କିପୁର ନିର୍ବାଚନ ମଣ୍ଡଳୀ ବହୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ, କାରଣ ବାଙ୍କିପୁରଟା ଗୋଟେ ଗ୍ରାମୀଣ କ୍ଷେତ୍ର ନୁହଁ, ବିହାରର ଗୋଟେ ଗ୍ରାମୀଣ କ୍ଷେତ୍ର ନୁହଁ। ଖୋଦ୍ ପାଟନା ନିର୍ବାଚନ ମଣ୍ଡଳୀ, ପାଟନା ଲୋକସଭା ନିର୍ବାଚନ ମଣ୍ଡଳୀ ଭିତରେ ବାଙ୍କିପୁର ଆସୁଛି ଏବଂ ସେଠି ଯିଏ ଏମପି ଅଛନ୍ତି, ତାର ଯେ ଲୋକସଭା ସଦସ୍ୟ ଅଛନ୍ତି ରବିଶଙ୍କର ପ୍ରସାଦ। ଆପଣ ଭାବନ୍ତୁ ଯେ ବିହାରରେ ବିଜେପି ଗୋଟେ ପ୍ରକାର ନିର୍ବାଚନ ହାରିଛି, ସେମାନେ ସେଠି ନୀତିଶ କୁମାରଙ୍କର ମୁହଁ ଦେଖେଇକରି ନିର୍ବାଚନ ଜିତିଲେ। ନୀତିଶ କୁମାରଙ୍କର ଚେହେରା ଦେଖେଇକରି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବୁ ବୋଲିକି ନିର୍ବାଚନ ଜିତିଲେ। କିନ୍ତୁ ନିର୍ବାଚନ ଜିତିଲା ପରେ
नीतीश कुमार को नहीं अलिया गदारे फोपाड़ी देवे एवं सेठी भारतीय जनता पार्टी सम्राट चौधरी वर्तमान मुख्यमंत्री होती भावंतु केते जन केते बड़ बड़ नेता यही उपनिर्वाचन सहित संपृक्त थिले खोद बीजेपी राष्ट्रीय सभापति नितिन नवीन बीजेपी वरिष्ठ प्रवक्ता अधिवक्ता रविशंकर प्रसाद एवं खोद मुख्यमंत्री सम्राट चौधरी ये तीन जन जाक निर्वाचन रे पराजय वरण करछन्ती सेठी शेष मुहूर्त रे जहां को नीरज कुमार को जो टिकेट देइथिले नीरज कुमार सेते खास किछि जणा नथिला किंतु भारतीय जनता पार्टी गोटे प्रचार कला जे आमे बांकीपुर रे जदि कुकुर बिलेई को भी जदि टिकेट दबु से जीतिबो जोटा कहिथिले प्रशांत किशोर जे ए अहंकार भांगिबो एवं प्रशांत किशोर विधानसभा को आसीबाटा बीजेपी पाई सबुठु बड़ मुंड बिंधार कारण हबो आगामी दिन रे प्रथम थर पाई प्रशांत किशोर निर्वाचन जीति आग को प्रशांत किशोर बिहार राजनीति एवं तार गोटे प्रकारांतर आपण कहि पारंती भारतीय राजनीति रे यार गोटे बहुत बड़ प्रभाव आगामी दिन में पड़े जाऊँगी कारण बीजेपी रो पतन पर्व आरंभ होइछि जे जहा कहिले भी भारतर गणमाध्यम जेते रफू मारिकरी जेते सिलेई करी आमको कहबाकू चेष्टा करुच्ची जे नहीं 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 आज नरेंद्र मोदी लोकप्रिय नेता होकरी अछंती आज्ञा ये जो जेनजी आंदोलन परे परे दुईटी जाक उपनिर्वाचन रे मध्य प्रदेश रे एवं बिहार जोटी दुईटी जाक जगह रे भारतीय जनता पार्टी सरकार अच्छी सेठी बीजेपी रो ये जो विपुल पराजय बीजेपी आज्ञा एमती हारू हारू जीति जाइनी कि जीतु जीतु हारी जाइनी उभय जगह मध्य प्रदेश रे 10,000 रु अधिक भोट रे समान हारी एवं बिहार रे प्रशांत किशोर 20,000 रु अधिक भोट जीति पाई जीति 50% भोट प्रशांत किशोर को मिली 50% जे राज्य रे बीजेपी सरकार थिबो एवं सरकारी तंत्र सबु प्रकार कल बल कौशल प्रयोग करुथिबो ता सत्वे जदि प्रशांत किशोर सेठी 50% भोट पाइकरी 20,000 रु अधिक भोट व्यवधान जीतुचंती सेटा सीधा सड़क मोदी एवं शाह को गोटे वार्ता दउची जे वार्ता होची तम अहंकार समय सरी आसिला बांकीपुर रे हारीगला क्षणी जे सारा देश रे गोटे राजनैतिक पट्ट परिवर्तन हेइचिबो एटा भाबिवा भूल किंतु बिहार रो जो निर्वाचन बिहार जो उपनिर्वाचन एटा अनेकांश रे उत्तर प्रदेश निर्वाचन पाई मध्य गोटे सूचना तैयारी करूची कारण अल्प दिन रहिला उत्तर प्रदेश निर्वाचन अगस्त मास चलीची आउ 3-4 मास परे उत्तर प्रदेश रे निर्वाचन बिगुल बाजी जीवो तेणु उत्तर प्रदेश निर्वाचन रे जोटा कहा होची जे जोगी पुणी थरे तांकर करिश्मा देखेबे किंतु जोगी बनाम अमित शाह ये गोटे आ गोटे समीकरण अच्छी सी गोटे भिन्न कथा किंतु बांकीपुर निर्वाचन रे प्रशांत किशोर गोर विजय विपुल विजय भारतीय जनता पार्टी रो निद हजई देबाकू यथेष्ट एटा गोटे सामान्य विजय नुह प्रशांत किशोर गोटे सामान्य साधारण उपनिर्वाचन जीति नाहंती ए उपनिर्वाचन सीधा सड़क बीजेपी रो छाती रे मुग दलिला भलिया गोटे फलाफल बाहरी सीधा सड़क बीजेपी रो राष्ट्रीय सभापति पराजय वरण करचंती तेणु बीजेपी वर्तमान जोटा भावुला जे नरेंद्र मोदी एवं अमित शाह जहाँ को चाहिए ताकू खेलना करी बीजेपी सभापति करी बसई देबे नितिन नवीन को सही टार्गेट करके अणा होता नितिन नवीन कर कौन राष्ट्रीय स्टाच्यूर नथिला किंबा एमती गोटे से पर्सनालिटी नुहंती जे बीजेपी रो राष्ट्रीय सभापति हेला भलिया स्थिति से थिले अमित शाह एवं नरेंद्र मोदी गोटे टार्गेट है जे से माने जहाँ को चाहिए तांकर क्रीडनक करी तांकर खेलना करी राष्ट्रीय सभापति करी बसैबे एवं राष्ट्रीय सभापति जो हावा से तैयारी करथिले जो बेलून टी को से तैयारी करथिले से बेलून रे गोटे कंटा फोड़ी दिया गला
এবং নীতিন নবীনଙ୍କର ବର୍ତ୍ତମାନ ସ୍ଥିତି ବଡ଼ ସଙ୍କଟଜନକ। ସେ କ'ଣ କରିବେ? ଯେ ଯୋଉ ଲୋକ ନିଜର ନିର୍ବାଚନ ମଣ୍ଡଳୀରେ ନିଜ ପ୍ରାର୍ଥୀଙ୍କୁ ଜିତେଇ ପାରୁନାହାନ୍ତି, ସିଏ ବିଜେପି ରାଷ୍ଟ୍ରୀୟ ସଭାପତି ହେଇକରି କ'ଣ କରିବେ? ତେଣୁ ବିଜେପି ଶିବିରରେ ଭାଲେଣି ପଡ଼ିବା ସ୍ୱାଭାବିକ। ଏବଂ ବିଜେପି ଶିବିର ଏ ଯୋଉ ପ୍ରତିଦିନ ଜେଏନ୍ଜି ମାନଙ୍କର ବିରୁଦ୍ଧରେ ଯୋଉ ବିଷୋଦ୍ଗାର କରୁଛନ୍ତି, ସେଥିରୁ ଯଦି ସେମାନେ ବିରତ ନ ରହନ୍ତି, ଆଗାମୀ ଦିନରେ ସାରା ଭାରତ ବାଙ୍କିପୁର ହବ ଏବଂ ପ୍ରଶାନ୍ତ କିଶୋର ଆଗାମୀ ଦିନରେ ବିଜେପି ପାଇଁ ସବୁଠୁ ବଡ଼ ମୁଣ୍ଡବିନ୍ଧାର କାରଣ ହେବେ। ଯଦି ରାହୁଲ ଗାନ୍ଧୀ ଏବଂ ପ୍ରଶାନ୍ତ କିଶୋରଙ୍କର ସମନ୍ୱୟ ହେଇଯାଏ, ତାହେଲେ 2029 ନିର୍ବାଚନରେ ବିଜେପି ଗଲା ବୋଲି ଆପଣମାନେ ଜାଣନ୍ତୁ। ସମତା ହେଉଛି ଓଡ଼ିଶାର ମୁକ୍ତିର ସ୍ୱର, ସାମ୍ବିଧାନିକ ଅଧିକାର ଏବଂ ଗଣତନ୍ତ୍ରର ସ୍ୱର। ତେଣୁ ସମତାକୁ ଅଧିକ ସହଯୋଗ କରନ୍ତୁ, ଅଧିକ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ। ଆମ ଚ୍ୟାନେଲରେ ଆପଣ ସଦସ୍ୟ ଭାବରେ ଯୋଗ ଦେଇପାରିବେ, ଆମକୁ ସୁପର ଥ୍ୟାଙ୍କ୍ସ ଦେଇପାରିବେ। ସମତାକୁ ଯେତେ ପ୍ରକାର ଆପଣ ସାହାଯ୍ୟ କରିବାକୁ ଚାହାନ୍ତି ଆପଣ କରିପାରିବେ। ଆମକୁ ଯଦି କିଛି ଆର୍ଥିକ ସହଯୋଗ ଆପଣ ଦେବାକୁ ଚାହାନ୍ତି, ତାହେଲେ ଆମର ଫୋନ୍ ପେ ନମ୍ବର ଆମେ ଏଠି ଦେଉଛୁ, ଏଥିରେ ଆପଣ ଆମକୁ ଆର୍ଥିକ ସହଯୋଗ ମଧ୍ୟ କରିପାରିବେ।